ବାହାରର ଚାରିଆଡ଼କୁ ନିରୀକ୍ଷଣ କରି କହିଲି, ହଁ ସତେ ତ, କେଉଁଠାରେ ତ ବିଦ୍ୟୁତ୍ ଲାଇନ୍ ଦେଖାଯାଉନି। ବିଦ୍ୟୁତ୍ ଲାଇନ୍ ହୁଏତ ଭୂମି ତଳେ ଅଣାଯାଇ ପାରିଥାଏ। ତା ହୋଇପାରେ, ହେଲେ ରାସ୍ତାରେ ତ ବିଦ୍ୟୁତ୍ ଲାଇନ୍ର ସଙ୍କେତ ଥାଆନ୍ତା। ବିଦ୍ୟୁତ୍ ଲାଇନ୍ ବାହାରେ ସେହି ଯେଉଁ ଯନ୍ତ୍ରଟି ଅଛି ତାହା କ'ଣ ହୋଇପାରେ? ଏହା କହି ସେ ମୋତେ ବାହାରକୁ ଡାକିନେଲେ। ଚାରିଆଡ଼କୁ ଅନାଇ କିଛି ଠିକ୍ କରିପାରିଲିନି। ଅଧ୍ୟାପକ ବହୁ ସମୟ ଚିନ୍ତା କରି କହିଲେ, ଏହି ଯେଉଁ ଯନ୍ତ୍ରଟି ଦେଖୁଛ ଲରା, ସେଥିରୁ ମୋର ମନେ ହେଉଛି ଯେ ଏ ଗ୍ରହରେ ବିଦ୍ୟୁତ୍ ଶକ୍ତି ତା'ର ସାହାଯ୍ୟରେ ବୋଧହୁଏ ସରବରାହ ହୁଏନି। ହୁଏତ ତାହା କୌଣସି ଅଭିନବ ଉପାୟରେ ଗୃହମାନଙ୍କରେ ସରବରାହ ହୋଇଥାଇପାରେ। ଦେଖୁନାହଁ, ଏହି ଯନ୍ତ୍ର ଦେହରୁ କେତେକ ଲାଇନ୍ ଘର ଭିତରକୁ ଯାଇଛି, ଅଥଚ ଯନ୍ତ୍ରଠାରୁ ବାହାରୁ କୌଣସି ବିଦ୍ୟୁତ୍ ତାର ଆସିନି। ତୁମେ ଯାହା କହୁଥିଲ କାନ୍ଥ ଭିତର ଦେଇ ବିଦ୍ୟୁତ୍ ତାର ବିଭିନ୍ନ କୋଠରୀକୁ ଯାଇପାରିଥାଏ, ତା ପ୍ରକୃତରେ ସତ। ବିନା ତାର ସାହାଯ୍ୟରେ ଘରକୁ ବିଦ୍ୟୁତ୍ ସରବରାହ? ଏତକ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ବସିପଡ଼ିଲି। କହିଲି, ଏ ଗ୍ରହର ବିଜ୍ଞାନ ଯାହା କରିପାରିଛି ତାଠାରେ ଆମକୁ ନତମସ୍ତକ ହେବାକୁ ପଡ଼ିବ। ସ୍ଥାନୀୟ ଆବଭାବରୁ ଜଣାପଡ଼ୁଛି ଯେ ଏହା ମଙ୍ଗଳ ଗ୍ରହରେ ଏକ ସାଧାରଣ ଗ୍ରାମ। ମଙ୍ଗଳ ଗ୍ରହର ଗୋଟିଏ ଗ୍ରାମ ଓ ସେଠାକାର ଅଧିବାସୀମାନଙ୍କ ଅବସ୍ଥା ଯଦି ଏତେ ଉନ୍ନତ ଧରଣର ଓ ପୃଥିବୀର ଶ୍ରେଷ୍ଠତମ ନଗରୀ ନ୍ୟୁୟର୍କ ସହରକୁ ଯଦି ଏହି ଗ୍ରାମ ସମ୍ମୁଖରେ ହାର ମାନିବାକୁ ପଡ଼େ, ତେବେ ଏଠାକାର ବିଜ୍ଞାନ ଓ ବିଜ୍ଞାନ ମନୀଷୀମାନଙ୍କୁ ସତ ନମସ୍କାର କରିବାକୁ ପଡ଼ିବ। ଏହି ଗ୍ରହର ଗ୍ରାମଗୁଡ଼ିକ ଯଦି ଏପରି, ତେବେ ଶ୍ରେଷ୍ଠତମ ନଗରୀଗୁଡ଼ିକର ଅବସ୍ଥା ଯେ କ'ଣ ହୋଇଥିବ, ତାହା କଳ୍ପନା କରିବା ଆମ ଶକ୍ତିର ବାହାରେ। ଏହି ଗ୍ରହର ବଡ଼ ବଡ଼ ସହରଗୁଡ଼ିକ ଆମକୁ ଇନ୍ଦ୍ରପୁରୀ ଭଳି ଯେ ଲାଗିବ, ଏଥିରେ ସନ୍ଦେହ ନାହିଁ। ଅଧ୍ୟାପକ ମୋ କଥା ଶୁଣୁ ଶୁଣୁ ଗୋଟିଏ ଖଟ ଉପରେ ବସି ପଡ଼ିଲେ। ଖଟଟି ସ୍ପ୍ରିଂ ଦିଆ ହୋଇ ଏତେ ନରମ ହୋଇଥିଲା ଯେ ଭିତରକୁ ଗଳି ପଡ଼ିଲା ଭଳି ବୋଧ ହେଲା। ଅଧ୍ୟାପକ ଚିତ୍କାର କରି କହି ଉଠିଲେ, ଧର ଧର ଲରା, ମୁଁ ଗଳି ପଡ଼ିଲି ଯେ। ଚିତ୍କାର ଶୁଣି ମୁଁ ତାଙ୍କୁ ଧରିବାକୁ ଯାଉଥିଲି। ସେ କୌଣସି ପ୍ରକାରେ ନିଜକୁ ସମ୍ଭାଳି ନେଇ କହିଲେ, ଓଃ ବାବାରେ, ଯୁକ୍ତରାଷ୍ଟ୍ର ଓ ୟୁରୋପର ମୁଁ ଖୁବ୍ ବଡ଼ ବଡ଼ ସହର ଦେଖିଛି, କିନ୍ତୁ କେଉଁଠାରେ ତ ଏପରି ସ୍ପ୍ରିଂ ଦିଆ ନରମ ଖଟ ଦେଖିନି। ଆମ ସେଆଡ଼କର ରବର ଗଦି ଯେ ଏହା ଆଗରେ କିଛି ନୁହେଁ। ଏତକ କହୁ କହୁ ସେ ଗଦିକୁ ଚିପି ସ୍ପ୍ରିଂ ଗୁଡ଼ିକୁ ପରୀକ୍ଷା କରିବାକୁ ଲାଗିଲେ। ହଠାତ୍ କହି ଉଠିଲେ, ଦେଖିଲଣି ଲରା, ଏହା ଭିତରେ କି ଅଦ୍ଭୁତ ଧରଣର ସ୍ପ୍ରିଂ ବ୍ୟବହୃତ ହୋଇଛି। ଏହି ସ୍ପ୍ରିଂ ଗୁଡ଼ିକୁ ଚିପିଲା ବେଳକୁ ହାତକୁ ନରମ ଲାଗୁଛି। ତାହେଲେ ଏଗୁଡ଼ିକ କ'ଣ ଇସ୍ପାତରୁ ନୁହେଁ? ବିସ୍ମୟ ବିସ୍ଫାରିତ ନେତ୍ରରେ ମୋ ଆଡ଼କୁ ଅନାଇ କହିଲେ। ମୁଁ କୌତୂହଳୀ ହୋଇ ଗଦି ଭିତର ସ୍ପ୍ରିଂ ଗୁଡ଼ିକୁ ପରୀକ୍ଷା କରିବାରେ ଲାଗିଗଲି। ବାସ୍ତବିକ ଠିକ୍, ସେ ସ୍ପ୍ରିଂ ଗୁଡ଼ିକ ନରମା ପଦାର୍ଥରୁ ତିଆରି। ନରମା ପଦାର୍ଥରୁ ଯେ କିପରି ସ୍ପ୍ରିଂ ତିଆରି ହୋଇପାରେ, ତାହା ବହୁତ ସମୟ ଠିକ୍ କରି ପାରିଲୁନି। ଗଦିର ଆବରଣ କନାଟିକୁ ପରୀକ୍ଷା କରୁ କରୁ ପଚାରିଲି, ଏ କ'ଣ ନାଇଲନ୍ ଜାତୀୟ ପଦାର୍ଥରୁ ତିଆରି? ମୁଁ ଠିକ୍ ଜାଣିପାରୁନି ଲରା। ପରୀକ୍ଷା କରୁ କରୁ ଅଧ୍ୟାପକ କହିଲେ, ଯେତେଦୂର ସମ୍ଭବ ଏହା ପ୍ଲାଷ୍ଟିକ୍ସ କିମ୍ବା ନାଇଲନ୍ରୁ ତିଆରି ନୁହେଁ। ମୋର ଯାହା ସନ୍ଦେହ ହେଉଛି, ଏଗୁଡ଼ିକ କାଚ ସୂତାରୁ ତିଆରି ହୋଇପାରେ। କାଚରୁ ତିଆରି ପୋଷାକ ସିଲ୍କ ବା ନାଇଲନ୍ ପୋଷାକ ଅପେକ୍ଷା ଅଧିକ ସୁନ୍ଦର, ଶକ୍ତ, ଶସ୍ତା ଓ ବେଶୀ ଦିନ ତିଷ୍ଠି ପାରିବ ବୋଲି ଏ ଦେଶର ଲୋକେ ଏହାକୁ ବ୍ୟବହାର କରିଥିବାର ସ୍ୱାଭାବିକ। ସେହି ଯେଉଁସବୁ ଝରକା, ସ୍କ୍ରିନ୍, ବିଛଣା, ଚାଦର ଆଦି ଦେଖୁଛ, ସେଗୁଡ଼ିକ ମଧ୍ୟ କାଚ ସୂତାରୁ ତିଆରି ବୋଲି ମୋତେ ଲାଗୁଛି। ସେ ଘରର ଏପଟରୁ ସେପଟକୁ ବୁଲୁ ବୁଲୁ ଉତ୍ତର ଦେଲେ। ଇତ୍ୟବସରେ ଆମର ଅତିଥି ସତ୍କାରିକା ସେହି ତରୁଣୀଟି ଗୋଟିଏ ଟ୍ରେରେ କିଛି ଜଳଖିଆ ଓ ପାନୀୟ ଧରି ଆସିଲେ। ଟେବୁଲ ଉପରେ ଟ୍ରେଟି ଥୋଇ ଦେଇ ଆମକୁ ଅନାଇ ଚୁପ୍ କରି ଠିଆ ହେଲେ। ଅନାଇଲି। ଯୁବତୀଟି ଦେଖିବାକୁ ମୋ ଅପେକ୍ଷା ଢେର ସୁନ୍ଦର ଓ ସ୍ୱାସ୍ଥ୍ୟବାନ। ଆଚାର ବ୍ୟବହାରରୁ ଜଣାଗଲା ବେଶ୍ ଶାନ୍ତଶିଷ୍ଟ ଓ ସରଳ। ବାଟରେ ଆସିଲା ବେଳେ ଏ ଗ୍ରହର ଲୋକଙ୍କୁ ଦେଖି ମୋର ଧାରଣା ହୋଇଥିଲା, ଏ ଗ୍ରହରେ ଅସୁନ୍ଦର କିମ୍ବା ରୁଗ୍ଣ ସ୍ୱାସ୍ଥ୍ୟର ଲୋକେ ଯେପରି ନାହାନ୍ତି, ସମସ୍ତେ ଦେଖିବାକୁ ସୁନ୍ଦର ଓ ସ୍ୱାସ୍ଥ୍ୟବାନ। ସେ ଜଳଖିଆ ଥୋଇ ଦେଇ ଆମକୁ ଅନାଇ ଠିଆ ହେବାର ଉଦ୍ଦେଶ୍ୟ ମୁଁ ବୁଝିପାରି ତରତର ହୋଇ ଅଧ୍ୟାପକଙ୍କୁ ଚେତାଇ ଦେଇ ଜଳଖିଆ ବାଢ଼ି ବସିଲି। ଅଧ୍ୟାପକଙ୍କୁ ଜଳଖିଆ ଦେଇ ଯେତେବେଳେ କପ୍ରେ ପାନୀୟ ଢାଳିବାକୁ ଗଲି, ସେତେବେଳେ ପାନୀୟର ସୁଗନ୍ଧରୁ ମୋର ମନ ଓ ପେଟ ଯେପରି ପୂରିଗଲା। ଉପଲବ୍ଧି କଲି, ପାନୀୟ ଚା ନୁହେଁ କି କଫି ନୁହେଁ କି କୋକୋ ମଧ୍ୟ ନୁହେଁ। ଦେଖିବାକୁ ଚା ଭଳି, କିନ୍ତୁ ତାହାର ସୁଗନ୍ଧ ଅତୀବ ମନମୁଗ୍ଧକର। ସେହି ସୁଗନ୍ଧ କଥା ଆଜି ସୁଦ୍ଧା ମୋତେ ମନେ ପଡ଼ିଲେ ମନ ଆନନ୍ଦରେ ଭରି ଉଠେ। ଆମେ ଯେତେବେଳେ ଖାଇବାକୁ ଆରମ୍ଭ କଲୁ, ଯୁବତୀଟି ଆମର ଖାଇବା ଖାଦ୍ୟ ଦେଖି ଅଳ୍ପ ହସି ଦେଇ ଚାଲିଗଲା। ଅଧ୍ୟାପକ ଖାଉ ଖାଉ ଆରମ୍ଭ କଲେ, ଦେଖିପାରୁଛ ଲରା, ଏହି କପ୍ ଓ ପ୍ଲେଟ୍ ଗୁଡ଼ିକ କିଭଳି ସୁନ୍ଦର ହୋଇଛି। ଏଗୁଡ଼ିକ ଚାଇନା କ୍ଲେରୁ ତିଆରି ନୁହେଁ ବୋଲି ତୁମକୁ ଲାଗୁନି? ଏତକ କହି ସେ କପ୍ଟିକୁ ଟେବୁଲ ଉପରେ ରଖୁ ରଖୁ ହଠାତ୍ ହାତରୁ ଖସି ଯାଇ ତାହା ତଳେ ପଡ଼ିଗଲା। କି ଆଶ୍ଚର୍ଯ୍ୟ! କପ୍ଟି ଭାଙ୍ଗି ନ ଯାଇ ସେହିଭଳି ତଳେ ପଡ଼ି ରହିଲା। ଅଧ୍ୟାପକ ଏଥିରେ ବଡ଼ ବିସ୍ମିତ ହୋଇ କପ୍ଟିକୁ ତଳୁ ଉଠାଇ ଆଣି ପରୀକ୍ଷା କରିବାକୁ ଲାଗିଲେ।
କାନ୍ଥରେ 2-4 ଥର ବାଡ଼େଇ କହିଲେ, ଦେଖିଲ ଲରା, ଚାଇନା କ୍ଲେରୁ ତିଆରି ହୋଇଥିଲେ ଏହା କ'ଣ ନ ଭାଙ୍ଗି ଏପରି ରହିଥାନ୍ତା? ମୋର ଯାହା ମନେ ହେଉଛି ଏହା ଏକ ପ୍ରକାର ଅଭଙ୍ଗା କୃତ୍ରିମ ପ୍ରସ୍ତରରୁ ତିଆରି। ଏହା ପ୍ରସ୍ତରର ତାପ ପରିବହନ ଶକ୍ତି ଏତେ କମ୍ ଯେ ଗରମ ଚା ଢାଳିଲା ପରେ ମଧ୍ୟ କପ୍ଟି ବିଶେଷ ଗରମ ହୋଇଯାଉନି। କପ୍ଟିର ମନମୁଗ୍ଧକର ଶ୍ୱେତବର୍ଣ୍ଣ ଓ ମସୃଣତା ଆଗରେ ଆମର ଚାଇନା ପ୍ଲେଟ୍ ଗୁଡ଼ିକୁ ଯେ ହାର ମାନିବାକୁ ପଡ଼ିବ। ଉଷ୍ଣ ଚା କପ୍ରେ ଚାମଚ ମାରୁ ମାରୁ କହିଲି, ଏହି ଟ୍ରେଟି କେଉଁଥିରୁ ତିଆରି କୁହନ୍ତୁ ତ? ଏହାର ମସୃଣତା ଓ ମନମୁଗ୍ଧକର ପାଲିସ ମୋତେ ଭାରି ଭଲ ଲାଗୁଛି। ଏହା କ'ଣ କାଠରୁ ତିଆରି? କିଛି ସମୟ ଏ ପାଖ ସେ ପାଖ ପରୀକ୍ଷା କଲି। ଏହା କାଠରୁ ତିଆରି ନିଶ୍ଚୟ, କିନ୍ତୁ ଏହା ପ୍ରାକୃତିକ କାଠ ଭଳି ଦିଶୁନି ତ। ଏହି କାଠ ଭିତରେ ଗଠନର କୃତ୍ରିମତା ଯେ ପରିଷ୍କାର ଫୁଟି ଉଠୁଛି। କାଠରେ ସେହି ଯେଉଁ ପିକ୍ ଓ ଗ୍ରେନ୍ ଦେଖୁଛ, ସେଥିରୁ ତୁମେ ଏହାର କୃତ୍ରିମତା ଧରି ପାରୁନାହଁ। କୃତ୍ରିମ କାଠ? ଚମକି ପଡ଼ିଲି। ଟ୍ରେଟିକୁ ଆଉ ଥରେ ପରୀକ୍ଷା କରିବାକୁ ଲାଗିଗଲି। ପ୍ରାକୃତିକ କାଠକୁ ଛାଡ଼ି କୃତ୍ରିମ କାଠ ପ୍ରତି ଏମାନଙ୍କର ଯେ କାହିଁକି ଏତେ ଶ୍ରଦ୍ଧା ବୁଝିପାରୁନି। ଆଶ୍ଚର୍ଯ୍ୟ ହୋଇ କହିଲି, ପ୍ରାକୃତିକ କାଠ ଯେ ସବୁବେଳେ ମନ ମୁତାବକ ହୋଇପାରେନି। ଯାବତୀୟ ବାଜେ କାଠକୁ ଭାଙ୍ଗି ଯଦି ସୁନ୍ଦର ସୁଦୃଢ଼ କାଠକୁ ପରିବର୍ତ୍ତନ କରାଯାଇପାରେ, ତେବେ ତାହା ସ୍ପୃହଣୀୟ ନ ହେବ କାହିଁକି? ପୁନଶ୍ଚ ସାଧାରଣ କାଠର ନାନାଦି ଦୋଷ ଏହି ସାଂଶ୍ଳେଷିକ କାଠଟାରେ ଯେ ନଥିବ, ବୋଧହୁଏ ଏହିସବୁ କାରଣ ପାଇଁ ସେମାନଙ୍କର ଏହି କୃତ୍ରିମ କାଠର ସୃଷ୍ଟି। ବଡ଼ ତନ୍ମୟ ହୋଇ ଶୁଣି ଯାଉଥିଲି। ଭାବିଲି, ବିଜ୍ଞାନ ବାସ୍ତବିକ କ'ଣ କରି ନ ପାରେ। କଥାର ମୋଡ଼ ବଦଳାଇ ଆରମ୍ଭ କଲି, ଆପଣ ଯାହା ଖାଉଛନ୍ତି କିପରି ଲାଗୁଛି? ଆମ ଦେଶ ଓ ଏ ଦେଶ ଖାଦ୍ୟ ମଧ୍ୟରେ ଆପଣ କିଛି ପ୍ରଭେଦ ଲକ୍ଷ୍ୟ କରିପାରୁଥିବେ ନିଶ୍ଚୟ। ଆମ ଦେଶର ଖାଦ୍ୟ ଅପେକ୍ଷା ଏ ଦେଶର ଖାଦ୍ୟ ମୋତେ କାହିଁକି ବେଶୀ ସୁସ୍ୱାଦୁ ଲାଗୁଛି। ମୋର ଯାହା ଧାରଣା, ସେମାନଙ୍କର ଏହି ରୁଟି ଏକ ପ୍ରକାର ସୁସ୍ୱାଦୁ ମଇଦାରୁ ତିଆରି। ଏହି ମଇଦା ଏତେ ସୁସ୍ୱାଦୁ ହୋଇନଥିଲେ ରୁଟି ଏତେ ସୁସ୍ୱାଦୁ ହୋଇନଥାନ୍ତା। ମଇଦା ତ ଗହମରୁ ତିଆରି କରାଯାଏ, ଏତେ ସୁସ୍ୱାଦୁ ହେଲା କିପରି? ହୁଏତ ଏମାନଙ୍କର ଗହମ ସୁସ୍ୱାଦୁ ହୋଇଥିବ। ଏ ଦେଶର ପନିପରିବା ଆମ ସେଆଡ଼କର ପନିପରିବା ଠାରୁ ଢେର ଅଲଗା। ଏହି ତରକାରୀରେ ଯେଉଁ ସବୁ ପରିବା ଦେଖୁଛି, ସେଥିରୁ ଗୋଟିଏ ସୁଦ୍ଧା ଆମ ସେଆଡ଼ର ତାହା ନୁହେଁ। ଆଶ୍ଚର୍ଯ୍ୟ ହୋଇ ପଚାରିଲି। ଏହିଭଳି ନାନା କଥାବାର୍ତ୍ତା ଭିତରେ ଖାଉ ଖାଉ ପୁନର୍ବାର ସେହି ଯୁବତୀଟି ହାଟରେ ଆହୁରି କିଛି ଖାଦ୍ୟ ଧରି ଆସି ଠିଆ ହେଲା। ତାଙ୍କର ଉଦ୍ଦେଶ୍ୟ ମୁଁ ଜାଣିପାରି ଠାର ଦ୍ୱାରା ଜଣାଇଦେଲି ଯେ ଆମର ଆଉ କିଛି ଦରକାର ନାହିଁ। ସୌଭାଗ୍ୟବଶତଃ ସେ ଆମ ଠାର ବୁଝିପାରି ହସି ଦେଇ ଚାଲିଗଲା। ମୁଁ ସେହି ଗନ୍ତବ୍ୟ ମାର୍ଗକୁ ଅନାଇ ରହିଲି। ତାଙ୍କର ସେହି ଅପ୍ସରାନ୍ଦିନୀ ରୂପ ମୋ ମନରେ ଏକ ଅଲିଭା ଛାପ ରଖିଦେଇଗଲା। ମଣିଷ ଯେ ଏତେ ସୁନ୍ଦର ହୋଇପାରେ, ସ୍ୱପ୍ନରେ ସୁଦ୍ଧା ଧାରଣ କରିପାରି ନଥିଲି। ସନ୍ଧ୍ୟା ପ୍ରାୟ ହୋଇ ଆସିଲାଣି। ଆମେ ସେହି ଘରେ ବସି ନାନା ଆଲୋଚନାରେ ବ୍ୟସ୍ତ। ହଠାତ୍ ଘରର ବିଦ୍ୟୁତ୍ପତି ମନକୁ ମନ ଜଳି ଉଠିଲା। ଆମ କୋଠରୀକୁ କେହି ପଶି ଆସି ଆଲୋକବତୀ ଲଗାଇଦେଲା କି କ'ଣ ଭାବି ଆମେ ଚାରିଆଡ଼କୁ ଅନାଇଲୁ। କାହାରିକୁ ନ ଦେଖି ଉପଲବ୍ଧି କଲି ଯେ ଏହା ମଧ୍ୟ ସେହି ଫଟୋ ଇଲେକ୍ଟ୍ରିକ୍ ସେଲ୍ର କାମ। ଚକ୍ଷୁ ଅନ୍ତରାଳରେ ରହି ଏହି ଯନ୍ତ୍ର କ'ଣ ନ କରୁଛି ସତରେ। କିଛି ସମୟ ପରେ ସେହି ଯୁବତୀଟି ତାଙ୍କ ପଛେ ପଛେ ଜଣେ ସବଳ ସ୍ୱାସ୍ଥ୍ୟବାନ ଲୋକ ଆମ କୋଠରୀକୁ ପଶି ଆସିଲେ। ସେହି ପ୍ରତିପ୍ରଭ ଆଲୋକ ପ୍ଳାବିତ କୋଠରୀରେ ବସି ଆମେ ନବଗତ ଲୋକଟି ଆଡ଼କୁ ଅନାଇ ରହିଲୁ। ସେ ଘର ଭିତରକୁ ପଶି ଆସି ଆମକୁ ଦେଖି ସ୍ତବ୍ଧ ହୋଇଗଲେ। ଆମ ସମ୍ବନ୍ଧରେ ଯୁବତୀଟି ନିଜ ଭାଷାରେ କ'ଣ ପଚାରିଲେ। ଯୁବତୀଟି କ'ଣ ଉତ୍ତର ଦେଲା କେଜାଣି। ସେ ଆମକୁ କିଛି ପଚାରିବା ପାଇଁ ଇସାରା ଦେଲେ। ଅଧ୍ୟାପକ ଠାର ଦ୍ୱାରା ଜଣାଇଦେଲେ ଯେ ଆମେ ସେଠାରେ ନୂଆ ଲୋକ, ଅନ୍ୟ ଗ୍ରହରୁ ଆସି ସେଠାରେ ପହଞ୍ଚିଛୁ। ଆମକୁ ସେମାନଙ୍କର ଭାଷା ଜଣା ନାହିଁ। ଆମେ ଯାହା କହିବୁ ସେମାନେ ବୁଝିପାରିବେନି କି ସେମାନେ ଯାହା କହିବେ ଆମେ ବୁଝିପାରିବୁନି। ଆହୁରି ମଧ୍ୟ ଜଣାଇଦେଲେ ଯେ ସେମାନେ ଯଦି ଆମକୁ ସେମାନଙ୍କ ଭାଷା ଶିଖାଇ ଦିଅନ୍ତି, ତେବେ ଆମେ ସେମାନଙ୍କ ଭାଷା ଓ କଥାବାର୍ତ୍ତା ବୁଝିପାରିବୁ। ସୌଭାଗ୍ୟର କଥା, ଭଦ୍ରଲୋକଟି ଆମର ଠାର ବୁଝିଗଲେ ଓ ଯୁବତୀକୁ ନିଜ ଭାଷାରେ କ'ଣ କହି ଘରକୁ ଡାକି ନେଇଗଲେ। କିଛି ସମୟ ପରେ ଯୁବତୀଟି ଆମ କୋଠରୀକୁ ଫେରି ଆସିଲେ। ତାଙ୍କ ହାତରେ ଖଣ୍ଡିଏ ବହି। ବହିଟିକୁ ଖୋଲି ଆମ ଆଗରେ ଥୋଇ ଦେଇ ଠିଆ ହେଲେ। ବହିଟିକୁ ଖୋଲି ସେଥିରେ କେତେଗୁଡ଼ିଏ ଅକ୍ଷର ଦେଖି ମୁଁ ଖୁସି ହୋଇ ଠାରରେ କହିଲି ଯେ ସେମାନେ ଯଦି ଆମକୁ ପଢ଼ାଇ ଦିଅନ୍ତି, ତେବେ ଆମେ ପଢ଼ିପାରିବୁ ଓ ସେମାନଙ୍କ କଥାବାର୍ତ୍ତା ବୁଝିପାରିବୁ। ଯୁବତୀଟି କ'ଣ ବୁଝିଲା କେଜାଣି, ଆମକୁ ବହି ଦେଇ ସ୍ମିତହାସ୍ୟ ମୁଖରେ ସେଠାରୁ ଚାଲିଗଲା। ଅଧ୍ୟାପକ ବହିଟିକୁ ଏପାଖ ସେପାଖ ଓଲଟାଇଲେ। ବହିର ଆକାର ଆମ୍ଭମାନଙ୍କର ବହିଠାରୁ ଅଲଗା। ଏଗୁଡ଼ିକ ଅପେକ୍ଷାକୃତ ଅଧିକ ଲମ୍ବା ଓ କମ୍ ଓସାରିଆ। ବହିର ଉପର କାରୁକାର୍ଯ୍ୟ ଖଚିତ ଏକ ପ୍ରକାର କନାରେ ବନ୍ଧାଇ, ଭିତରେ ପୃଷ୍ଠାଗୁଡ଼ିକ ବେଶ୍ ମୋଟା, ଖୁବ୍ ସଫା ଓ କାଚ ପରି ମସୃଣ। ବହିଟି ସାଧାରଣ କାଗଜରୁ ତିଆରି ଭଳି ମନେ ହେଲାନି। ଲେଖା ହୋଇଥିବା ଅକ୍ଷରଗୁଡ଼ିକ ଉଜ୍ଜ୍ୱଳ ନେଳିଆ କାଳିରେ ଲେଖା। ସ୍ଥାନେ ସ୍ଥାନେ ପ୍ରାକୃତିକ ବର୍ଣ୍ଣରେ ନାନା ଛବି ଓ ଫଟୋ ଦିଆଯାଇଛି। ବହିଟି ଏଡ଼େ ସୁନ୍ଦର ଯେ
ଖୋଲିଦେଲେ ମନ ଖୁସିରେ ପେଟ ପୂରିଯିବ। ନ ପଢ଼ିଲା ପିଲାଏ ବହି ଖଣ୍ଡି ପାଇଲେ ପଢ଼ିବାକୁ ଆପେ ଆପେ ମନ ବଳାଇବେ। ବହିଟିକୁ ଏ ପାଖ ସେ ପାଖ କରି କିଛି ବୁଝି ନ ପାରି ମୋ ହାତକୁ ବଢ଼ାଇ ଦେଇ କହିଲେ, ଲରା, ମୁଁ ତ କିଛି ଏ ବହିରୁ ବୁଝିପାରୁନାହିଁ। ତମେ ଚେଷ୍ଟା କର, ଯଦି କିଛି ଆବିଷ୍କାର କରିପାର। ପୃଥିବୀର ଶ୍ରେଷ୍ଠ ଆବିଷ୍କାରକ ଯଦି ଏଥିରେ ଅସମର୍ଥ ହେଲେ, ତେବେ ମୋ ଭଳି ଜଣେ ସାମାନ୍ୟ ଛାତ୍ରୀ ଏଥିରେ କୃତକାର୍ଯ୍ୟ ହେବ, ଏଥିରେ ମୋର ଯଥେଷ୍ଟ ସନ୍ଦେହ ଅଛି। ହସି ହସି ଉତ୍ତର ଦେଲି। ବହିଟିକୁ ଅଧ୍ୟାପକଙ୍କ ହାତରୁ ନେଇ ଏ ପାଖ ସେ ପାଖ ଓଲଟାଇଲି ଓ ବହିଟିର ବିଭିନ୍ନ ପୃଷ୍ଠାକୁ ତୁଳନା କଲି। ଦେଖିଲି ପ୍ରଥମ ପୃଷ୍ଠାରେ 20 ଗୋଟି ବଡ଼ ବଡ଼ ଅକ୍ଷର ଗୋଟି ଗୋଟିକିଆ ହୋଇ ଲେଖା ହୋଇଛି। ପର ପୃଷ୍ଠାର ଅକ୍ଷରଗୁଡ଼ିକ ଅପେକ୍ଷାକୃତ ଛୋଟ, 2-3 ଗୋଟି ଅକ୍ଷର ପାଖକୁ ପାଖ ଲଗା ହୋଇ ରହିଛି। ଏଥିରୁ ଅନୁମାନ କଲି ଯେ ପ୍ରଥମ ପୃଷ୍ଠାର 20ଟି ଅକ୍ଷର ହେଉଛି ପ୍ରକୃତରେ ବର୍ଣ୍ଣମାଳା ଓ ପରବର୍ତ୍ତୀ ଗୁଡ଼ିକ ଶବ୍ଦମାଳା। ଏହି ଅକ୍ଷରଗୁଡ଼ିକୁ ଚିହ୍ନି ଓ ସେମାନଙ୍କର ଉଚ୍ଚାରଣ ଜାଣିପାରିଲେ, ଏହି ଶବ୍ଦଗୁଡ଼ିକର ଅର୍ଥ ବୁଝିପାରିଲେ ଆମର ଭାଷା ଓ ଅକ୍ଷର ଶିକ୍ଷା ଯେ ହୋଇଯିବ, ଏହା ମୋର ଧାରଣା ହେଲା। କିନ୍ତୁ ଶିଖାଇବ କିଏ? ମୁଁ ଏହିଭଳି ଭାବୁଥିବା ସମୟରେ ଲକ୍ଷ୍ୟ କଲି ଅଧ୍ୟାପକ ଗୃହର ଆଲୋକବତୀ ଆଡ଼କୁ ଅନାଇ କ'ଣ ଭାବୁଛନ୍ତି। କେତେବେଳୁ ଗୃହଟି ଆଲୋକିତ ହୋଇଥିଲେ ମଧ୍ୟ ମୁଁ ଆଲୋକବତୀ ଆଡ଼କୁ ଅନାଇବାକୁ ସମୟ ପାଇନଥିଲି। ଦେଖିଲି ଯେ ଘରେ ଅନେକ ଗୁଡ଼ିଏ ଆଲୋକବତୀ ବିଭିନ୍ନ ଆକୃତି ଓ ପ୍ରକୃତିରେ ଗଢ଼ା। ଆଲୋକ ବିକିରଣ ବର୍ଣ୍ଣ ମଧ୍ୟ ଅଲଗା ଅଲଗା। କେତେ ଗୁଡ଼ିଏ ଆଲୋକବତୀ କାନ୍ଥ ଭିତରେ ପୂରାପୂରି ସନ୍ନିବିଷ୍ଟ। ମୁଁ ଗୋଟିଏ ଆଲୋକବତୀଠାକୁ ଯାଇ ବତୀଟିକୁ ପରୀକ୍ଷା କରୁ କରୁ ହଠାତ୍ ତାକୁ ଧରି ପକାଇଲି। କି ଆଶ୍ଚର୍ଯ୍ୟ! ବତୀଟି ଗରମ ଲାଗିବ କ'ଣ? ମୋ ହାତକୁ ବରଫ ଭଳି ଥଣ୍ଡା ଲାଗିଲା। ଗୋଟିକ ପରେ ଗୋଟିଏ ସବୁଗୁଡ଼ିକୁ ପରୀକ୍ଷା କରିଗଲି। ସବୁଗୁଡ଼ିକ ସେହିପରି ଥଣ୍ଡା। ଏଥିରୁ ଯେଉଁ ଆଲୋକ ବାହାରୁଥାଏ, ସେଥିସହିତ କୌଣସି ଉଷ୍ଣତା ଥିବାର ଲକ୍ଷ୍ୟ କଲିନି। ଶୀତଳ ବିଦ୍ୟୁତ୍ ପ୍ରଦୀପ ଆବିଷ୍କାରରେ ପୃଥିବୀର ଯେ କେତେ ବୈଜ୍ଞାନିକ ବହୁ ବର୍ଷ ଧରି ଚେଷ୍ଟା କରି ବିଫଳ ହେଲେଣି, ତାହାର ଇୟତ୍ତା ନାହିଁ। ଅଥଚ ସେହି ଶୀତଳ ବିଦ୍ୟୁତ୍ ପ୍ରଦୀପର ବ୍ୟବହାର ଏଠାରେ ଏତେ ପ୍ରାଚୁର୍ଯ୍ୟ ଯେ ବିସ୍ମିତ ନ ହୋଇ ରହିପାରିଲିନି। ସଙ୍ଗେ ସଙ୍ଗେ ଅଧ୍ୟାପକଙ୍କ ଦୃଷ୍ଟି ଏହି ଶୀତଳ ପ୍ରଦୀପ ଆଡ଼କୁ ଆକର୍ଷଣ କଲା। ସେ ବିସ୍ମୟ ବିସ୍ଫାରିତ ନେତ୍ରରେ ମୋ ଠାକୁ ଦୌଡ଼ି ଆସି ସେଗୁଡ଼ିକୁ ପରୀକ୍ଷା କରିବାରେ ଲାଗିଗଲେ। କିଛି ସମୟ ପରୀକ୍ଷା କରି କହିଲେ, ବୁଝିଲ ଲରା, ଏହାର କୌଶଳ ପ୍ରକୃତରେ କ'ଣ ମୁଁ ଭାବି ଠିକ୍ କରିପାରୁନି। ଏହି ପ୍ରଦୀପ ଗୁଡ଼ିକ ହୁଏତ ରାସାୟନିକ ଆଲୋକ ବିକିରଣ କରିଥାଇପାରନ୍ତି। ତାହା ନହେଲେ ପ୍ରଦୀପର ଏହି କାଚରେ ଏପରି ଅଦ୍ଭୁତ ଶକ୍ତି ଥାଇପାରେ, ଯାହାଫଳରେ ବତୀ ଭିତରସ୍ଥ ଆଲୋକ ଓ ତାପରଶ୍ମି ମଧ୍ୟରୁ କେବଳ ଆଲୋକ ରଶ୍ମିତକ ଛାଣି ହୋଇ ଆସି ଶୀତଳ ଆଲୋକ ଉପରେ ଦେଖାଯାଉଛି। ବତୀ ଭିତରେ ଯେଉଁ ତାପ ଶକ୍ତିତକ କେନ୍ଦ୍ରୀଭୂତ ହୁଏ, ତା ଦ୍ୱାରା ବତୀର ଅଭ୍ୟନ୍ତର ଅତ୍ୟଧିକ ଗରମ ହୋଇଯିବା କଥା। ମୁଁ ଯାହା ଅନୁମାନ କରୁଛି, ବତୀର ଭିତର ତାପ ଶକ୍ତି ଉପର କାଚ ସହିତ ବାଧା ପାଇ ଏକ ଅଭିନବ ଉପାୟରେ ଆଲୋକ ଶକ୍ତିକୁ ରୂପାନ୍ତରିତ ହେଉଛି। ଫଳରେ ଏହା ଭିତରେ ଗରମ ନ ହୋଇ ଥଣ୍ଡା ରହିପାରୁଛି। ପ୍ରକୃତରେ ଯଦି ଏହି କୌଶଳ କିମ୍ବା ରାସାୟନିକ ଆଲୋକ ଉତ୍ପନ୍ନ କୌଶଳ ଏଠାରେ ପ୍ରୟୋଗ କରାଯାଉଥାଏ, ତେବେ ସେମାନଙ୍କ ବୁଦ୍ଧି ଓ ବିଜ୍ଞାନକୁ ଶତ ନମସ୍କାର କରିବାକୁ ପଡ଼ିବ ଲରା।